महिमा श्री अरविंद यही श्री अरविंद पाठचक्र ऑनलाइन माध्यम रे योगदान करथिबा भाई बापा मान नमस्कार। आज आलोच्य विषय वासना को जय करिवार उपाय। वासना को जय करिवार उपाय यही प्रसंग रे आलोचना करबा निमंते कोरापुट जिला कोटपाड़ार प्रताप भाई प्रताप चंद्र देवान को अनुरोध करुछि। प्रताप भाई तांकर वक्तव्य प्रदान करंतु। करुणामयी मां प्रभु श्री अरविंद एवं এই অনলাইন পাঠচক্রে দূর দূরান্তরু উপস্থিত সমস্ত সহযাত্রী ভাই এবং ভৌণী মানে আজি যে বিষয়বস্তুটি আলোচনা করিବାକୁ যাଉଛି বাসনা বা কামনা তাକୁ জয় করিবার উপায়। ଶ୍ରୀ ଅରବିନ୍ଦଙ୍କ ଯୋଗ ହେଲା ପୂର୍ଣ୍ଣାଙ୍ଗ ଯୋଗ ବା ଅତିମାନସ ଯୋଗ ବା ରୂପାନ୍ତର ଯୋଗ। ଏହି ପଥଟିକୁ ଯିଏ ଅନୁସରଣ କରିବ ତାର ପ୍ରଥମ କାର୍ଯ୍ୟ ହେଉଛି ନିଜର କାମନା ବାସନାକୁ ପ୍ରତ୍ୟାଖ୍ୟାନ କରିବା। କାରଣ କାମନା ବାସନା ହେଲା ନିମ୍ନ ପ୍ରକୃତିର ଅତି ଅସ୍ପଷ୍ଟ ଏବଂ ତିମିରାଚ୍ଛନ୍ନ କ୍ରିୟା ପ୍ରକ୍ରିୟା। ସେମାନେ ହେଲେ ଦୁର୍ବଳତା ଓ ଅଜ୍ଞାନତା ପ୍ରସୂତ। ତେଣୁ ସେମାନେ ଆମକୁ ଦୁର୍ବଳ ଓ ଅଜ୍ଞାନତା ସହିତ ବାନ୍ଧି ରଖିଥାନ୍ତି। ପରଶ୍ରୀ କାତରତା, ଈର୍ଷା, ଶତ୍ରୁତା, ଘୃଣା ବା ଉଗ୍ର ଭାବ ଇତ୍ୟାଦି ସମସ୍ତ ନିମ୍ନ ସ୍ତରର ବିଷୟ ଗୁଡ଼ିକର କ୍ଷେତ୍ରରେ ମଧ୍ୟ ଏକ ହିଁ ଭାବରେ ସେମାନେ କାମ କରନ୍ତି। କାରଣ ଭଗବାନଙ୍କର ଦିବ୍ୟ ପ୍ରକୃତିର ସେମାନେ ଅନ୍ତର୍ଭୁକ୍ତ ନୁହନ୍ତି। ଶ୍ରୀ ଅରବିନ୍ଦ କହନ୍ତି, ଯଦି କାମନା ବାସନା ଉପରେ କର୍ତ୍ତୃତ୍ୱ ନ ଆସିଛି ତେବେ ସିଧା ରାସ୍ତାରେ ଆମେ ସିଧାସଳଖ କିପରି ଚାଲିପାରିବା? ସମସ୍ତ କାମନା ବାସନା ଆସକ୍ତି ଏବଂ ସମସ୍ତ ଆତ୍ମସମ୍ଭୋଗ ହେଉଛି ପ୍ରାଣିକ ବିଶୃଙ୍ଖଳା। ଶୃଙ୍ଖଳା ଓ ବିକାଶ ବିନା କେହି ବି ସ୍ୱାଧୀନତା ପ୍ରାପ୍ତି ହେଇନାହାନ୍ତି। ସକଳ ମନୁଷ୍ୟ କାମନାରେ ପରିପୂର୍ଣ୍ଣ। ସେମାନଙ୍କ ଜୀବନ କାମନା ବାସନାରେ ଗଠିତ। ତାର ସଂକଳ୍ପ କାମନାରେ ଗଠିତ। ତାର ଆବଶ୍ୟକତା ମଧ୍ୟ କାମନା ବାସନା। ଏସବୁ ବାସନାରୁ ମୁକ୍ତ ହେବ କେବଳ ଏକ ନିରନ୍ତର ସଜାଗ ଓ ଦୃଢ଼ ପ୍ରତ୍ୟାଖ୍ୟାନ ଦ୍ୱାରା। ପ୍ରତ୍ୟେକ ଥର ଆମେ ଯେତେବେଳେ ଉତ୍ତେଜନା କ୍ରୋଧ ଅନୁଭବ କରୁ, ଆମେ ଯେତେବେଳେ ଭାଙ୍ଗି ପଡ଼ୁ, ସେତେବେଳେ ନିଶ୍ଚିତ ଭାବେ ଜାଣିବା ଯେ ଏହି ବାହ୍ୟ ସ୍ୱରୂପର ପଶ୍ଚାତରେ କାମନା ଲୁଚି ରହିଛି। ଏକ ଯଥାର୍ଥ ଏବଂ ଦିବ୍ୟ ଚେତନାର ଚିହ୍ନ ହେଉଛି ପୂର୍ଣ୍ଣ ସମତା, ନିରନ୍ତର ସମଭାବ ଓ ଶାନ୍ତି। ଉତ୍ତେଜନା, କ୍ରୋଧ, ଦୁଃଖ, ହତାଶା, ଭଗ୍ନ ମନୋରଥ ଆଦି ଭୌତିକ ଚେତନାର ଅନ୍ତର୍ଗତ ଏବଂ ମିଥ୍ୟାକୁ ପରିହାର କରିବା ନିମନ୍ତେ ଏସବୁକୁ ପରିହାର କରିବାକୁ ହେବ। ଜୀବନ ବଞ୍ଚିବାର ଯଥାର୍ଥ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଉପଲବ୍ଧି କରିବା, ଅଭିବ୍ୟକ୍ତି କରିବା ଜୀବନର ଯଥାର୍ଥ ମାର୍ଗ। ପଶୁଟିଏ ହେବା ଓ କୁକୁର ବିଲେଇ ଭଳି ବାସ କରିବା ଜୀବନର ମାର୍ଗ ନୁହେଁ। କାମନା ବାସନାର ପରିତୃପ୍ତି କରିବା ଯଥାର୍ଥ ଜୀବନ ନୁହେଁ। ଏହା ବିଶ୍ୱକୁ ଢୋକିବା ଠାରୁ ଆହୁରି କଷ୍ଟକର। ଆମେ ଏଠାରେ ସମସ୍ତ କାମନା ବାସନାକୁ ପରିତ୍ୟାଗ କରି ଦିବ୍ୟ ପରମଙ୍କ ଆଡ଼କୁ ମୁଖ ଫେରାଇବା ଓ ଦିବ୍ୟ ପରମଙ୍କ ବିଷୟରେ ସଚେତନ ହେବା ପାଇଁ ଅଛୁ। ଭଗବାନ ସୃଷ୍ଟିର କେନ୍ଦ୍ର ବିନ୍ଦୁରେ ଅଛନ୍ତି। ଆମେ ଯେପରି ତାଙ୍କୁ ଖୋଜି ପାଇବା,
ନିଜର ବ୍ୟକ୍ତିଗତ ରୂପାନ୍ତର ଦ୍ୱାରା ତାଙ୍କୁ ଜାଣିବାକୁ କ୍ଷମ ହେବା, ତାଙ୍କ ସହ ଏକତ୍ୱ ପ୍ରାପ୍ତ ହେବା, ସମ୍ମିଳିତ ହେବା ଏବଂ ସର୍ବଶେଷରେ ତାଙ୍କୁ ଅଭିବ୍ୟକ୍ତି କରିବା। ଭଗବାନ ଆମଠାରୁ ଏହା ହିଁ ଚାହାନ୍ତି, ଏହା ହିଁ ଆଶା କରନ୍ତି। ଯଦି ଆମେ ନିଜ ଭିତରେ ମୋର ଉପସ୍ଥିତି ବିଷୟରେ ସଚେତନ ହୋଇ ରହିବାକୁ, ମୋର ଅର୍ଥ ମା ଏଠି ମାଙ୍କର କଥା କହୁଛନ୍ତି, ଯଦି ଆମେ ନିଜ ଭିତରେ ମାଙ୍କ ଉପସ୍ଥିତି ବିଷୟରେ ସଚେତନ ହୋଇ ରହିବାକୁ ଓ ପ୍ରତିକୂଳ ଯାବତୀୟ ଆକ୍ରମଣରୁ ସୁରକ୍ଷିତ ହୋଇ ରହିବାକୁ ଇଚ୍ଛା କରୁଥିବା, ତେବେ ଆମେ ନିଜ ବାସନା ଗୁଡ଼ିକୁ ଚରିତାର୍ଥ କରିବାର ଯାବତୀୟ ଉଦ୍ୟମରୁ ଆପଣାକୁ ଅବଶ୍ୟ କ୍ଷାନ୍ତ ରଖିବା। ଆପଣାର ବାସନା ଚୟର ପରିତର୍ପଣ ଲାଗି ପ୍ରାଣିକର ଯେତେବେଳେ କୌଣସି ଆଶା ରହିବ ନାହିଁ, ତାହା ସେତିକି ବେଳେ ହିଁ ଆଧ୍ୟାତ୍ମ ଦ୍ୱାରା ପରିଚାଳିତ ହେବା ଲାଗି ଆପଣାର ସମ୍ମତି ପ୍ରଦାନ କରିବ। ମାଙ୍କ ସହାୟତା ଏବଂ ଆଶୀର୍ବାଦ ଏଥିପାଇଁ ସର୍ବଦା ରହିଛି। ଗୌତମ ବୁଦ୍ଧ ବାସନାକୁ ସକଳ ଦୁଃଖର କାରଣ ବୋଲି କହିଥିଲେ। କାମନା ବାସନା, ତୃଷ୍ଣା ଏଗୁଡ଼ିକ ଆମ ପୃଥିବୀକୁ ନାନା ଭାବେ ନଚାଇ ଆସିଛନ୍ତି, ପୃଥିବୀର ଦୁଃଖକୁ ବଢ଼ାଇ ଆସିଛନ୍ତି। ବାସନାର ଉତ୍ସ ହେଉଛି ପ୍ରାଣିକ ସ୍ତରର ଏକ ଉଦ୍ଗ୍ରୀବତା। ଆମ ପାଖରେ କ'ଣ ଗୋଟେ ବସ୍ତୁ ନାହିଁ ବୋଲି ଆମେ ଅନୁଭବ କରୁ, ତାହାକୁ ଯେକୌଣସି ପ୍ରକାରେ ହାସଲ କରିବା ପାଇଁ ଅଥୟ ହେଉ, ଅଭାବର ଏକ ତୀବ୍ର ବୋଧ ସୃଷ୍ଟି ହୁଏ। ଏହି ଅଭାବଟିର ପୂରଣ ନ ହେବା ଯାଏଁ ଆମକୁ ଅଶାନ୍ତ କରି ରଖେ। ଶ୍ରୀ ଅରବିନ୍ଦ ତାହାକୁ ସକଳ ଦୁଃଖ, ନିରାଶା ଓ କ୍ଲେଶର କାରଣ ବୋଲି କହିଛନ୍ତି। ହୁଏତ ଏପରି କୁହାଯାଇପାରିବ ଯେ ବଡ଼ ବାସନା ଦ୍ୱାରା ଆମେ ସାନ ସାନ ବାସନା ଗୁଡ଼ିକୁ ଅତିକ୍ରମ କରିଯାଇପାରିବା। ଉଚ୍ଚତର ଯେଉଁ ବାସନାଟିର କଳ୍ପନା କରାଯାଇପାରିବ, ତାହା ହେଉଛି ଦିବ୍ୟ ପରମ ସତ୍ତାଙ୍କୁ ଉପଲବ୍ଧି କରିବାର ବାସନା। କିନ୍ତୁ ଏଇଟି ମୂଳତଃ ଆଦୌ ଏକ ବାସନା ନୁହେଁ, ଏହା ହେଉଛି ଅଭିପ୍ସା ବା ସ୍ପୃହା। ଶ୍ରୀ ଅରବିନ୍ଦ କହନ୍ତି, ବାସନା ଗୁଡ଼ିକୁ ସର୍ବୋଚ୍ଚ ଅଭିପ୍ସାରେ ପରିଣତ କରିବାର ଏହି ମଧ୍ୟବର୍ତ୍ତୀ ପଥରେ ଶ୍ରୀ ଅରବିନ୍ଦ ଆମକୁ ଆଉ ଏକ ପ୍ରତିକାର ବା ଉପାୟର ସୂଚନା ଦେଇଛନ୍ତି। ବାସନା ଅର୍ଥାତ୍ ଏଠାରେ ପରସ୍ପରକୁ ଗିଳି ପକାଇବାର ଏକ କ୍ଷୁଧା। ଆମେ ଏକ ମ୍ୟୁଚୁଆଲ ଗିଭିଂରେ ଅର୍ଥ ଆମେ ପରସ୍ପରକୁ ଗିଳି ପକାଇବାର ଯେଉଁ କ୍ଷୁଧା, ମ୍ୟୁଚୁଆଲି ଡିଭରିଂ ହଙ୍ଗର କୁ ଆମେ ଏକ ମ୍ୟୁଚୁଆଲ ଗିଭିଂରେ ପରିଣତ କରିବାର ପ୍ରୟାସ କରିପାରିବା। ଅଧିକରୁ ଅଧିକ ଖୁସି ହୋଇ ପରସ୍ପର ଲାଗି ବଞ୍ଚିବା। ତାଙ୍କରି ବ୍ୟାଖ୍ୟାର ସୂତ୍ରଟିକୁ ଧରି କହିଲେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିମନ୍ତେ ସମର୍ପିତ ହୋଇ ରହିବ ଏବଂ ସେହି ଅନ୍ୟମାନେ ମଧ୍ୟ ତା ପାଇଁ ବଞ୍ଚିବେ। ନିମ୍ନତର ଉଚ୍ଚତରକୁ ଦେବ, ଉଚ୍ଚତର ମଧ୍ୟ ନିମ୍ନତରକୁ ଦେଉଥିବ, ଯାହାଦ୍ୱାରା କି ଉଭୟେ ପରସ୍ପର ମଧ୍ୟରେ ପରିପୂର୍ଣ୍ଣ ହୋଇପାରିବେ। ମନୁଷ୍ୟ ସତ୍ତା ନିଜକୁ ପରମ ଦିବ୍ୟ ସତ୍ତାଙ୍କ ପାଖରେ ସମର୍ପିତ କରି ରଖିବ। ପରମ ଦିବ୍ୟ ସତ୍ତା ନିଜକୁ ମନୁଷ୍ୟ ସତ୍ତା ଲାଗି ସମର୍ପିତ କରି ଦେଉଥିବେ। ବ୍ୟକ୍ତି ଭିତରେ ବିରାଜିତ ରହିଥିବା ପରମ ସକଳ ବିଶ୍ୱମୟ ବିରାଜିତ ରହିଥିବା ପରମ ସକଳଙ୍କ ପାଖରେ ନିଜକୁ ଦେଉଥିବ ଏବଂ ତାହାର ଏକ ଦିବ୍ୟ ପ୍ରତିଦାନ ସ୍ୱରୂପ ଆପଣାର ବିଶ୍ୱଜନୀୟତାକୁ ଉପଲବ୍ଧି କରିପାରୁଥିବ। ଏହିପରି ଭାବରେ ହିଁ କ୍ଷୁଧାର ବିଧାନଟି ଉତ୍ତରୋତ୍ତର ଭାବରେ ପରମ ପ୍ରେମ ଲାଗି ବାଟ ଛାଡ଼ିଦେବ। ବିଭାଜନର ବିଧାନଟି ଐକ୍ୟର ବିଧାନ ଲାଗି ବାଟ ଦେଉଥିବ। ଏହି ବିଶ୍ୱ ବ୍ରହ୍ମାଣ୍ଡରେ କ୍ରିୟାଶୀଳ ହୋଇ ରହିଥିବା ବାସନାଟି
ଏହିପରି ଭାବରେ ହିଁ ଆପଣାକୁ ପରିପୂର୍ଣ୍ଣ କରିବା ସକାଶେ ନିୟତି ନିର୍ଦ୍ଦିଷ୍ଟ ହୋଇ ରହିଛି। କାମନା ବାସନା ହେଉଛି ଦିବ୍ୟ ପ୍ରେମର ବିକୃତି। ସବୁ ହିଁ ଭଗବାନ। ଏଠି ବିକୃତି କାହିଁକି ହୋଇଛି? କାରଣ ଅନୁଭବ ପାଇଁ ବିପରୀତରେ ପରିଣତ ହେଇଛି। ଭଲ ଖରାପ, ଭଲ ଖରାପ, ଖରାପ ନ ହେଲେ ଭଲକୁ ବୁଝିପାରିବା ନାହିଁ। ଭଲ ଖରାପ ହେଲା, ଖରାପ ମଧ୍ୟ ଭଲ ହେଉଛି। ଆପେକ୍ଷିକ ଚେତନା ବିକଶିତ ଧାରାରେ ସାମୟିକ ଆବଶ୍ୟକ ହେଉଛି ବାସନା। ଏହା 3 ଭାଗରେ ବିଭକ୍ତ: ଆସକ୍ତି, କାମନା, ପସନ୍ଦ, ଅପସନ୍ଦ। ପ୍ରଥମେ ଆସକ୍ତି। ଆସକ୍ତି ବହୁତ କ୍ଷମତାଶାଳୀ। ଏହା ଦାବି କରେ, ଏଇଟା ନିତ୍ୟାନ୍ତ ଦରକାର, ଏଇଟା ନହେଲେ ମୁଁ ହଲିବି ନାହିଁ। କାମନା, ଏହା ଆବଶ୍ୟକ ବୋଲି ଚାହିଁବ, କିନ୍ତୁ ଦାବି କରିବ ନାହିଁ। ଅପସନ୍ଦ, ଯଦି ହୁଏ ଭଲ, ନହେଲେ ଠିକ ଅଛି। ଏହି 3ଟି ଯାକ ଆମକୁ ଅତିକ୍ରମ କରିବାକୁ ପଡ଼ିବ, ତାହେଲେ ଆମେ ମୁକ୍ତ ବା ସ୍ୱାଧୀନ ହୋଇପାରିବୁ। ଅତିକ୍ରମ କରିବାର ଉପାୟ ଗୁଡ଼ିକ କ'ଣ? ମା କହୁଛନ୍ତି, 1. ପ୍ରଥମେ ମୁଁ ଆନ୍ତରିକ ଭାବରେ ଚାହିଁବି, ବିଶ୍ୱାସ କରିବି ମୁଁ ପାରିବି ଓ ମୁକ୍ତ ହେବି। 2. ଖାଲି ବିଶ୍ୱାସ କଲେ ହେବନି, ମୋତେ ପ୍ରୟାସ କରିବାକୁ ପଡ଼ିବ। ପ୍ରୟାସ କଲେ ଫଳ ବିପରୀତ ହେବ, ଆଉ କିଛି ହବନି। 3. ଏଥିରେ ଭାଙ୍ଗି ପଡ଼ିବିନି, ଉଦ୍ୟମ ପ୍ରୟାସରେ ଲାଗି ରହିବି। ପ୍ରୟାସ ଭିତର ଆଡ଼ୁ ପରିବର୍ତ୍ତନ ଆଣିବ। ଆନ୍ତରିକ ପ୍ରୟାସ କେବେ ବି ବ୍ୟର୍ଥ ଯିବ ନାହିଁ। No sincere effort goes in vain। ବିଶ୍ୱାସ ସହିତ ଅପେକ୍ଷା କରିବାକୁ ହେବ। 4ଟି, ଭଗବାନଙ୍କ କୃପା ଉପରେ ବିଶ୍ୱାସ। ପ୍ରାର୍ଥନା, ହେ ଭଗବାନ, ମୁଁ ପାରୁନି, ତୁମେ କୃପା କର। କୃପା ନିକଟରେ କିଛି ବି ଅସମ୍ଭବ ନୁହେଁ। କାମନା ବାସନା ଗୁଡ଼ିକ ହେଉଛି ଦୁର୍ବଳତା ଓ ଅଜ୍ଞାନତାର ଗତି ପ୍ରବାହ। ସେଗୁଡ଼ିକ ଆମର ଅଜ୍ଞାନତା ଓ ଦୁର୍ବଳତା ସହିତ ଆମକୁ ବନ୍ଦୀ କରି ରଖନ୍ତି। ମନୁଷ୍ୟମାନଙ୍କର ଏହି ଧାରଣା ଅଛି ଯେ କାମନା ବାସନା ତାଙ୍କ ନିଜ ଭିତରୁ ଜନ୍ମ ନେଉଛି। ସେମାନେ ଅନୁଭବ କରନ୍ତି ଯେପରି ସେଗୁଡ଼ିକ ତାଙ୍କ ଭିତରୁ ବାହାରକୁ ଆସୁଛନ୍ତି, କିନ୍ତୁ ଏହା ଗୋଟିଏ ଭ୍ରମ ମାତ୍ର। କାମନା ବାସନା ଗୁଡ଼ିକ ହେଉଛି ଅସ୍ପଷ୍ଟ, ତିମିରାଚ୍ଛନ୍ନ, ନିମ୍ନ ପ୍ରକୃତିର ବିଶାଳ ସମୁଦ୍ରର ତରଙ୍ଗମାଳା। ଜଣେ ବ୍ୟକ୍ତି ଠାରୁ ଆଉ ଜଣେ ବ୍ୟକ୍ତି ପାଖକୁ ଗତି କରନ୍ତି। ମଣିଷ ତା ନିଜ ଭିତରେ କାମନାକୁ ଜନ୍ମ ଦିଏ ନାହିଁ ବା ସୃଷ୍ଟି କରେ ନାହିଁ, କିନ୍ତୁ ଏହି ତରଙ୍ଗମାଳା ଦ୍ୱାରା ଅଧିକୃତ ହୁଏ। ଯେଉଁମାନେ ନିରାଶ୍ରୟ ଏବଂ ଏଗୁଡ଼ିକ ପ୍ରତି ଉନ୍ମୁକ୍ତ, ସେଗୁଡ଼ିକ ଦ୍ୱାରା ଶିକାର ହୋଇ ଆନ୍ଦୋଳିତ ଓ ଅସ୍ଥିର ହୁଅନ୍ତି। ଆମେ ଯଦି ନିଜକୁ ମନୋଯୋଗ ଦେଇ ନିରୀକ୍ଷଣ କରିବା, ଆମେ ଦେଖିବାକୁ ପାଇବା ଯେ ଆମେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆମେ ଏକ ଆନ୍ତର ଉତ୍ତେଜନା ବା କାର୍ଯ୍ୟ ପ୍ରବଣତା ଆବଶ୍ୟକ କରୁଛୁ, ଯାହାକି ଆମକୁ ଧକ୍କା ମାରି ଆଗକୁ ଚଳାଏ। ସାଧାରଣ ମଣିଷ ଭିତରେ ଏହି ଆନ୍ତର ଉତ୍ତେଜନା ବା କର୍ମ ପ୍ରବଣତା ହେଉଛି କାମନା। ଏହି କାମନା ଏକ ସ୍ପଷ୍ଟ, ସୁସ୍ପଷ୍ଟ ସତ୍ୟର ଦିବ୍ୟ ଦୃଷ୍ଟି ଦ୍ୱାରା ପୁନଃ ସ୍ଥାପନ ହେବା ଉଚିତ। ପ୍ରେମର ତମସାଚ୍ଛନ୍ନ ଅଚେତନ ଆକୃତି ଗଠନ ହେଲା କାମନା। କିଛି ନେବା ପାଇଁ ଏକ ଆବଶ୍ୟକତା, କୌଣସି କିଛି ସହିତ ସଂଯୋଗ ବା ଏକତ୍ର ହେବା ପାଇଁ ଏକ ଆକର୍ଷଣ। ତାପରେ ଆମେ ବୁଝିବା ବାସନା ଏବଂ ସଂକଳ୍ପ କ'ଣ। ବାସନାର ସୃଷ୍ଟି
ଅଭାବବୋଧରୁ, ସଂକଳ୍ପର ସୃଷ୍ଟି ସ୍ୱଭାବର ସ୍ୱତଃପୂର୍ତ୍ତତାରୁ। ଆମ୍ଭମାନଙ୍କର ଯାହା ନାହିଁ ତାହାକୁ ବାହାରେ ଖୋଜୁ, ତାକୁ ପାଇବାକୁ କାମନା କରୁ, ମାତ୍ର ଭିତରେ ଅନ୍ତଃ ଚେତନାରେ ଯାହା ଅପ୍ରକାଶିତ ହୋଇ ରହିଛି ତାହାକୁ ପ୍ରସ୍ଫୁଟିତ କରିଦେବା ହେଉଛି ସଂକଳ୍ପ। ସଂକଳ୍ପର ସାହାଯ୍ୟରେ ଜୀବନ ଫୁଟି ଉଠେ। କାମନାରେ ଆମ ଚିତ୍ତବୃତ୍ତିର ବହିଃପ୍ରକାଶ ହୁଏ ଅସ୍ଥିର, ସଂକଳ୍ପରେ ତାହା ସ୍ଥିର ହୁଏ। ସବୁକିଛି ତର୍ପଣ ଉତ୍ସର୍ଗ ଅନ୍ତଃଚେତନା ହିଁ କରିଥାଏ। ଇନ୍ଦ୍ରିୟ ପ୍ରାଣ ମନ ତାହାର ବାହାରର ନିମିତ୍ତ ମାତ୍ର ହୋଇ ସେ କର୍ମ ସମ୍ପାଦନା କରନ୍ତି। ପ୍ରାଣକୁ ବାସନାର ଉତ୍ତଳତା ଠାରୁ ମୁକ୍ତ କରିବାକୁ ହେବ, ଅନାସକ୍ତ ଓ ପ୍ରଶାନ୍ତ କରିବାକୁ ହେବ। ତାହେଲେ ମନର ଶୁଦ୍ଧିକରଣ ସାଧନାଟି ସହଜ ହେବ। ବିଷୟ ସହିତ ଇନ୍ଦ୍ରିୟର ଯୋଗ ରହିଥିବାରୁ ଚେତନାରେ ସ୍ପନ୍ଦନ ଜାଗେ, ତାହା ଚହଲି ଉଠେ। ସେଇଟି କ୍ରିୟା ନୁହେଁ, ପ୍ରତିକ୍ରିୟା। ପ୍ରତିକ୍ରିୟା ସତ ସମ୍ବେଗରୁ ଜାତ ହୁଏ। ଇନ୍ଦ୍ରିୟ ସମ୍ବେଗର କୌଣସି ରଙ୍ଗ ନାହିଁ, ମାତ୍ର ସମ୍ବେଗର ରଙ୍ଗ ଅଛି। ସେଥିପାଇଁ କୌଣସି ସ୍ପନ୍ଦନକୁ ତାହା ଅନୁକୂଳ ବୋଲି ମନେ କରେ, ଆଉ କୌଣସି ସ୍ପନ୍ଦନକୁ ପ୍ରତିକୂଳ ବୋଲି ମନେ କରେ। ଅନୁକୂଳତା ତାକୁ ଭଲ ଲାଗେ, ତାକୁ ସେ ଜାବୁଡ଼ି ଧରିବାକୁ ଚାହେଁ। ଯେମିତି ଯାହାକୁ ପ୍ରତିକୂଳ ମନେ କରେ ତାକୁ ଠେଲି ଦେବାକୁ ବା ବର୍ଜନ କରିବାକୁ ଚାହେଁ। ଏହାକୁ ଆମେ ସୁଖ ଏବଂ ଦୁଃଖର ନାମ ଦେଉ। ସୁଖ ଦୁଃଖ ହେଉଛି ଭାବ ଅନ୍ତର୍ଗତ। ଆମକୁ କ'ଣ ଭଲ ଲାଗେ ବା ନ ଲାଗେ ତାହା ଆମର ସଂସ୍କାର ଉପରେ ନିର୍ଭର କରେ। ଏହି ଯେଉଁ ବାଛ ବିଚାର ରୁଚି ଅରୁଚି ମଣିଷ ଭୁଲ କରେ ବୋଲି ଦୁଃଖ ପାଏ, କେହି ଯେପରି ଅନାଇ ଜଗି ବସିଛି କଣ୍ଟାର ଚାବୁକଟାଏ ଧରି ଏହି ବାଟ ନୁହେଁ ବୋଲି କହିବାକୁ, ତା ସତ୍ତ୍ୱେ ମଣିଷ ସେ ସମାନ ଭୁଲ କରିଥାଏ। ଫଳରେ ସୁଖ ଦୁଃଖ ରାଗ ଦ୍ୱେଷ ଦ୍ୱନ୍ଦ୍ୱରେ ସଙ୍କୁଳି ଉଠେ। ଆସ୍ପୃହା ହେଲା ଏକ ଆଧ୍ୟାତ୍ମିକ ବ୍ୟାକୁଳତା। ଏହା ପ୍ରାଣର ଭାବାବେଗ ନୁହେଁ। ବାସନାର କ୍ଷୁଧାର୍ଥ ଦାବି ସହିତ ମଧ୍ୟ ଏହାକୁ ଗୋଳମାଳିଆ କରିଦେଲେ ଚଳିବ ନାହିଁ। ଏହାର ନିଜସ୍ୱ ଏକ ଦିଗ ରହିଛି, ଗତି ରହିଛି, ସ୍ୱତନ୍ତ୍ରତା ରହିଛି। ଏହା ଆପଣାକୁ ପରିପୂର୍ଣ୍ଣ ଭାବରେ ଦେଇଦିଏ। ବାସନା ଏହା ସବୁକିଛିକୁ ନିଜ ଆଡ଼କୁ ଟାଣେ, ଦାବି ବାଢ଼େ ଅହଂର ତୃପ୍ତି ସକାଶେ। ବାସନା ହେଲା ଗୋଟିଏ ପ୍ରାଣିକ ଗତିବୃତ୍ତି, ନିଜ ପାଇଁ କିଛି ପାଇବା ପାଇଁ। ଆସ୍ପୃହା ହେଲା ଏକ ଚୈତ୍ୟ ଗତିବୃତ୍ତି, ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କୁ ନିଜକୁ ଦେଇଦେବା ପାଇଁ। ଅଭିପ୍ସା ମଧ୍ୟରେ ଏପରି ଏକ ବସ୍ତୁ ରହିଛି ଯାହାକି ମୁଁ ହୁଏତ ଏକ ସ୍ୱାର୍ଥରହିତ ଶିକ୍ଷା ବୋଲି କହିପାରିବି, ଯାହାକି ବାସନା ମଧ୍ୟରେ ଆଦୌ ଉପସ୍ଥିତ ନଥାଏ। ଆମର ଅଭିପ୍ସା କଦାପି ଆମର ଅହଂଟା ଉପରେ ହିଁ ଛନ୍ଦି ହୋଇ ରହିନଥାଏ, ମାତ୍ର ବାସନା ସର୍ବଦା ହିଁ ଅହଂ ଉପରେ ଆପଣାକୁ ଜଡ଼ିତ କରି ରଖିଥାଏ। ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଅଭିପ୍ସାକୁ ସର୍ବଦା ହିଁ ଏକ ଆତ୍ମନିବେଦନ ବୋଲି କୁହାଯାଇପାରିବ। ମାତ୍ର ବାସନା ଏପରି ଗୋଟିଏ ଜିନିଷ ଯାହାକି ସବୁବେଳେ ସବୁକିଛିକୁ ଖାଲି ଆପଣା ଉପରକୁ ଟାଣି ଟାଣି ଆଣିବାରେ ଲାଗିଥାଏ। ଅଭିପ୍ସା ଆପଣାକୁ ଉତ୍ସର୍ଗୀକୃତ କରେ। କେବଳ ଯେ ଭାବନାର କ୍ଷେତ୍ରରେ ତାହା ସେପରି କରେ ସେ କଥା ଆଦୌ ନୁହେଁ, ମାତ୍ର ଗତିକ୍ରିୟାର କ୍ଷେତ୍ରରେ, ସ୍ପନ୍ଦନଟିର କ୍ଷେତ୍ରରେ, ପ୍ରାଣସ୍ତରୀୟ ଆବେଗର କ୍ଷେତ୍ରରେ ମଧ୍ୟ ଆପଣାକୁ ଉତ୍ସର୍ଗ କରି ରଖିଥାଏ, ଯାହା ବାସନା ମଧ୍ୟରେ ଆଦୌ ଦେଖିବାକୁ ମିଳେ ନାହିଁ। ଯଥାର୍ଥ ଅଭିପ୍ସା ମସ୍ତିଷ୍କ ମଧ୍ୟରୁ ଆସେ ନାହିଁ। ଭାବନା ଦ୍ୱାରା ସୂତ୍ର ରୂପେ ପ୍ରକାଶିତ ହେଲେ ମଧ୍ୟ ତାହା ମସ୍ତିଷ୍କରୁ ଆସେ ନାହିଁ। ତାହା ସତେଅବା ଏକ ଅଗ୍ନିଶିଖା ପରି ହୃଦୟରୁ ଆସେ।
ଅଭିପ୍ସା ମଧ୍ୟରେ ଅଭିବ୍ୟକ୍ତ କରାଯାଉଥିବା ପ୍ରେମ ଓ ବାସନା ଦ୍ୱାରା ଅଭିବୃକ୍ତ ହେଉଥିବା ପ୍ରେମ ମଧ୍ୟରେ ଏହି ମୂଳ ପାର୍ଥକ୍ୟଟି ରହିଛି ଯେ ପ୍ରଥମଟି ଆପଣାକୁ ସମ୍ପୂର୍ଣ୍ଣ ରୂପେ ଦେଇଦିଏ ଏବଂ ତାହାର ପ୍ରତିବଦଳରେ କିଛି ମାଗେ ନାହିଁ। ତାହା କୌଣସି ଦାବି କରି ବସେ ନାହିଁ। ମାତ୍ର ବାସନା ମଧ୍ୟରେ ଯେଉଁ ପ୍ରେମ ରହିଥାଏ ତାହା ଆପଣାକୁ ଯଥାସମ୍ଭବ କପ୍ ଦେବା ଲାଗି ପ୍ରସ୍ତୁତ ଥାଏ, ଯଥାସମ୍ଭବ ଅଧିକ ମାଗେ, ସବୁକିଛିକୁ ଖାଲି ଆପଣା ଉପରକୁ ହିଁ ଟାଣି ନେଉଥାଏ ଏବଂ ସର୍ବଦା କେତେ ନା କେତେ ଦାବି କରିବାରେ ଲାଗିଥାଏ। ଆସ୍ପୃହାର ସ୍ପନ୍ଦନ ତେଜମୟ, ଆନନ୍ଦମୟ, ଅବିଚଳ, ଅବିକ୍ଷୁବ୍ଧ ବାସନାର ସମ୍ବନ୍ଧ ସହିତ ଏହାର କୌଣସି ସମ୍ପର୍କ ନାହିଁ, ଯାହା ହେଉଛି କ୍ରୋଧଶୀଳ, ଆବେଗାନ୍ୱିତ, ଭାବପ୍ରଣୋଦିତ, ଅନ୍ଧକାରମୟ ଏବଂ ପ୍ରଚଣ୍ଡ ଅନିଷ୍ଟକାରୀ। ଯେତେବେଳେ ଜଣଙ୍କର ନିଃସ୍ୱାର୍ଥପର, ଆନ୍ତରିକ ଓ ଯଥାର୍ଥ ଆସ୍ପୃହା ଥାଏ, ସେ ଗୋଟିଏ ବି ପ୍ରଶ୍ନ ପଚାରିପାରେ ନାହିଁ। କାମନା ଏବଂ ଯଥାର୍ଥ ଆବଶ୍ୟକତା, ତାକୁ ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ। ଯଥାର୍ଥ ଆବଶ୍ୟକତା ବାସନା ମଧ୍ୟରେ ସୀମାରେଖା ଖୋଜି ପାଇବା ବଡ଼ କଷ୍ଟ, କାରଣ ସମସ୍ୟାର ସମ୍ମୁଖୀନ ପାଇଁ ଆମକୁ ଅସାଧାରଣ ଭାବରେ ଆନ୍ତରିକ ହେବା ଲାଗି ବାଧ୍ୟ ହେବାକୁ ପଡ଼େ। କାରଣ କାମନା ହେଉଛି ଏକମାତ୍ର ପ୍ରଥମ ମାର୍ଗ ଯାହା ମଧ୍ୟରେ ପ୍ରାଣ ଜୀବନକୁ ସ୍ପର୍ଶ କରିଥାଏ। ତଥାପି ଆବଶ୍ୟକତା ରହିଛି, କିନ୍ତୁ କିପରି ଜାଣିବା କିଛି କଥା କାମନା କରାଯାଉଛି ବା ଯଥାର୍ଥରେ ଆବଶ୍ୟକ, ସେଥିପାଇଁ ଆମକୁ ବହୁ ସତର୍କର ସହିତ ନିରୀକ୍ଷଣ କରିବାକୁ ହେବ। ଯଦି ଆମ ମଧ୍ୟରେ କିଛି ଥାଏ ଯାହାକି ଏକ କ୍ଷୁଦ୍ର ତୀବ୍ର ସ୍ପନ୍ଦନ ଭଳି କିଛି କଥା ସୃଷ୍ଟି କରୁଥାଏ, ତାହେଲେ ଆମେ ନିଶ୍ଚିତ ହେବା ଯେ ଆମର କିଛି କାମନା ରହିଛି। ଉଦାହରଣ ସ୍ୱରୂପ ଆମେ କହୁ, ଏ ଖାଦ୍ୟ ମୋ ପାଇଁ ଆବଶ୍ୟକ। ତୁମେ ପାଇବା ପାଇଁ ଆବଶ୍ୟକୀୟ ଉପାୟ ଉଦ୍ଭାବନ କର। ଯଦି ତୁମେ ଜାଣିବାକୁ ଚାହଁ ଯେ ଏହା ଏକ ଆବଶ୍ୟକତା କି କାମନା, ତାହେଲେ ନିଜ ଭିତରକୁ ଅତି ନିବିଡ଼ ଭାବରେ ଦୃଷ୍ଟି ପକାଅ ଓ ନିଜକୁ ପଚାର, ଏଇ ଜିନିଷଟି ଯଦି ମୁଁ ନ ପାଏ ତାହେଲେ ମୋର କ'ଣ ହେବ? ଯଦି ସଙ୍ଗେ ସଙ୍ଗେ ନିଜ ଭିତରୁ ଉତ୍ତର ଆସିବ, ଓଃ, ଜିନିଷଟି ନ ପାଇଲେ ବହୁତ ଖରାପ ହେବ, ନିଶ୍ଚିତ ଭାବେ ଜାଣିବ ଏଇଟା ହେଉଛି କାମନା। ଆମ ଜୀବନର ପ୍ରତ୍ୟେକଟି ସମସ୍ୟା ଲାଗି ଆମେ ପଛକୁ ହଟି ଆସୁ। ନିଜ ପ୍ରତି ଦୃଷ୍ଟିପାତ କର ଓ ପଚାର ଏବଂ ଦେଖ ପ୍ରକୃତରେ ସେ କ'ଣ କହୁଛି। ଯଦି ସେହି ମୁହୂର୍ତ୍ତରେ ଆମ ଭିତରେ କିଛି ଗୋଟାଏ ଖୁସିରେ ଡେଇଁ ପଡ଼େ, ତାହେଲେ ଆମେ ନିଶ୍ଚିତ ରୂପେ ଜାଣିବା ଯେ ଏହା ଏକ କାମନା। ଅନ୍ୟ ପକ୍ଷରେ ଆମ ଭିତରୁ ଆମକୁ କିଛି କୁହେ, ଓଃ, କଥାଟା ମୋତେ ମିଳିବାକୁ ଯାଉନାହିଁ, ଏହା ସହିତ ଆମେ ଯଦି ବହୁତ ହତାଶ ଅନୁଭବ କରୁଛୁ, ତାହେଲେ ମଧ୍ୟ ଜାଣିବା ଏହା ଗୋଟିଏ କାମନା। ଯେ ଯାହା ଯେତେବେଳେ ଅକ୍ତିଆର କରିବାକୁ ଚାହେଁ, ତାକୁ ନିଜର ଅଧିକାର ଭିତରକୁ ଟାଣି ଆଣିବାକୁ ଚାହୁଁଥାଏ, ସେତେବେଳେ ଆମେ ତାହାକୁ ତାହାର କାମନା ବୋଲି କହିପାରିବା। ମାତ୍ର ସିଏ ଯେତେବେଳେ କାହାର ନିକଟବର୍ତ୍ତୀ ହେବାକୁ ଇଚ୍ଛା କରେ, ଯାହାଦ୍ୱାରା ସତେଅବା ନିଜ ଭିତରୁ ହିଁ ଟାଣି ହୋଇ ଯାଉଥିବା ପରି ଅନୁଭବ କରେ ଓ ଯାହା ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦେଇଦେବାକୁ ସମ୍ମତ ହୋଇଯାଏ, ସେତେବେଳେ ତାହାକୁ ତାର ଏକ ଅଭିପ୍ସା ବୋଲି କୁହାଯାଇପାରିବ। ଏକ ଦିବ୍ୟ ଅସନ୍ତୋଷ, ଏକ ଦିବ୍ୟ ଅଭିପ୍ସା, ନିଜର ପୂର୍ଣ୍ଣତା ଓ ନିଜର ସୀମାଗୁଡ଼ିକୁ ନେଇ ଅସନ୍ତୋଷ। ତେଣୁ ସେ ଅପୂର୍ଣ୍ଣତାର ଅତିକ୍ରମ କରିବାର ମାଧ୍ୟମରେ ଆସୀନ ହେବା ପାଇଁ ଅଭିପ୍ସା।
ନିଜର ଅନ୍ତର୍ଗତ ଚେତନା ଦ୍ୱାରା ଉନ୍ମୋଚିତ କରିବା ନିମନ୍ତେ ଅଭିପ୍ସା, ପରମ ଦିବ୍ୟ ସତ୍ତାଙ୍କର ଆବାହନ କରିବା ପାଇଁ ନିଜର ଶକ୍ତି ଗୁଡ଼ିକର ଉଦ୍ବୋଧନ ନିମନ୍ତେ ଅଭିପ୍ସା। ଯାବତୀୟ ଅଭିପ୍ସାରେ ଆପଣାକୁ ଏକ ଉଚ୍ଚତର ଚେତନା ପାଖରେ ଆଣି ଦେଇଦେବାକୁ ହୁଏ। ସେହି ଚେତନାଟି ଅବତରଣ କରୁ ସବୁକିଛି ଅଧିକାର କରିନେଉ ବୋଲି ନିବେଦନ କରିବାକୁ ହୋଇଥାଏ। ସତ୍ୟର ପୂର୍ଣ୍ଣ ଅବତରଣ ଏବଂ ଏହି ପୃଥିବୀରେ ମିଥ୍ୟା ଉପରେ ତାହାର ବିଜୟ ଲାଭ ପାଇଁ ମଧ୍ୟ ଅଭିପ୍ସା କରାଯାଇପାରେ। ଅଭିପ୍ସା ପ୍ରଗାଢ଼ ହେଲେ ଅନୁଭବ ପ୍ରଗାଢ଼ ହୋଇ ଆସେ ଏବଂ ପ୍ରଗାଢ଼ ଅନୁଭବରୁ ଇପ୍ସିତ ପରିବର୍ତ୍ତନଟି ମଧ୍ୟ ସମ୍ଭବ ହୁଏ। ଅଭିପ୍ସା କ୍ଷେତ୍ରରେ କୌଣସି କାମନା ଆଦୌ ନଥିବ। ବାସନା ରହିଥିଲେ ଏକ ଅଧୀରତା ମଧ୍ୟ ରହିଥିବ। ଅତ୍ୟୁତ୍ସାହୀ ହୋଇ କଠୋର ଉଦ୍ୟମ କରିବାକୁ ପ୍ରବଳ ଇଚ୍ଛା ହେଉଥିବ। ନିଜର ଆଶା ଓ ଦାବି ଅନୁସାରେ ସଫଳତା ମିଳୁନଥିଲେ ନୈରାଶ୍ୟ ଆସୁଥିବ। ବିଦ୍ରୋହ କରିବାକୁ ମନ ହେଉଥିବ। ଆମେ ପ୍ରସନ୍ନ ରହିବା ପ୍ରୟାସ କରୁଥିବା ଓ ଦୃଢ଼ ବିଶ୍ୱାସ ରଖିଥିବା। ପୁଣି ମା କାମନା ବାସନା ଏବଂ ଆସ୍ପୃହାକୁ ଦର୍ଶାଉଛନ୍ତି। ବାସନା ଏକ ପ୍ରାଣିକ ଗତିବୃତ୍ତି। ଏହା ଅସୁସ୍ଥତା ଠାରୁ ଅଧିକ ସଂକ୍ରାମକ। ଆସ୍ପୃହା ହେଉଛି ଏକ ଚୈତ୍ୟ ଗତିବୃତ୍ତି। ଯେତେବେଳେ ଜଣେ ଯଥାର୍ଥ ଚେତନାରେ ବାସ କରେ, ସେ ଅନୁଭବ କରେ ଯେ ଏହି କାମନା ଗୁଡ଼ିକ ବାହାରୁ ବିଶ୍ୱ ପ୍ରକୃତିରୁ ଆସି ମନ ପ୍ରାଣରେ ପ୍ରବେଶ କରୁଛନ୍ତି। ଏଗୁଡ଼ିକ ଠାରୁ ମୁକ୍ତ ହେବାର ପ୍ରଥମ ସର୍ତ୍ତ ହେଲା ଯଥାର୍ଥ ଚେତନା ବା ସତ୍ୟ ଚେତନା ବିଷୟରେ ସଚେତନ ହେବା। ନିଶ୍ଚେତନା ଭିତରୁ ବାହାରି ଆସିବା ପାଇଁ ଏହା ସାହାଯ୍ୟ କରେ। ଥରେ ଯଦି ଆମେ ଏହି ଯଥାର୍ଥ ଚେତନାରେ ଜନ୍ମ ଲାଭ କରୁ, ଏହି କାମନା ଯାହା ଆମକୁ ନିଶ୍ଚେତନା ଭିତରୁ ବାହାରି ଆସିବା ପାଇଁ ସାହାଯ୍ୟ କରିଥିଲା, ତାହା ଉଚ୍ଚତର ଚେତନାକୁ ଉତ୍ଥିତ ହେବା ପାଇଁ ପ୍ରତିବନ୍ଧକ ହୋଇଯାଇଛି। ଯଦି ଆମର କିଛି ଲାଭ କରିବା ପାଇଁ ବଳିଷ୍ଠ କାମନା ଥାଏ, ଆମେ ଏହାକୁ ଆମର ବାହାରକୁ ପ୍ରଲମ୍ବିତ କରୁ। ଏହା ଆମଠାରୁ ଗୋଟିଏ କ୍ଷୁଦ୍ର ବ୍ୟକ୍ତିତ୍ୱ ପରି ପୃଥକ ହୁଏ ଓ ପୃଥିବୀର ବାତାବରଣରେ ଘୁରୁଥାଏ, ବିଚରଣ କରୁଥାଏ। ଏହା ଗୋଲାକାରରେ ବୁଲି ପୁଣି ଆମ ପାଖକୁ ଫେରି ଆସୁଥାଏ। ବୋଧ ହୁଏ ଆମେ ଭୁଲି ଯାଇଥାଉ ଏହି ଅତି କ୍ଷୁଦ୍ର ସତ୍ତାର ନିଜର ଭାଗ୍ୟ ରହିଛି। ଏହା ପୃଥିବୀ ବାୟୁମଣ୍ଡଳରେ ଘୁରି ବୁଲେ ଓ ଅନ୍ୟ ଜିନିଷ ଦ୍ୱାରା ଆନ୍ଦୋଳିତ ହୁଏ। ଆମେ ଏହା ଭୁଲି ଯାଉଥାଉ, କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ପ୍ରକାର ଫଳ ଆଣିବାକୁ ଏହା ଭୁଲି ଯାଇନଥାଏ। ଆପଣାର ଭୌତିକ ଜୀବନରୁ ଆମେ ଆଦୌ କୌଣସି ପରିତର୍ପଣ ଆଶା ରଖିବା ନାହିଁ। ତେବେ ଆମେ ଆଉ ସେଇଟି ସହିତ କଦାପି ବାନ୍ଧି ହୋଇ ରହିବା ନାହିଁ। ଭୌତିକ ସଂସାର ମାର୍ଗରେ ଆମ ଜୀବନ ଓ କର୍ମ ଲାଗି ଯାହା ଏକାନ୍ତ ଅପରିହାର୍ଯ୍ୟ, ତାହାକୁ ଏଠାରେ ଆମକୁ ଯେଉଁଭଳି ସ୍ଥାନଟି ଅଧିକାର କରି ରହିବାକୁ ହବ, ସେହି ଅନୁସାରେ ଆମ ଲାଗି ପ୍ରଦାନ କରି ରଖାଯାଇଛି। ଆମ ଅନ୍ତର୍ଗତ ସତ୍ତାଟି ସହିତ ଆମେ ସଚେତନ ଭାବରେ ଯେତିକି ଅଧିକ ସଂସ୍ପର୍ଶ ପାଇପାରୁଥିବା, ଆମକୁ ପ୍ରଦତ୍ତ ହେଉଥିବା ସାଧନ ଗୁଡ଼ିକ ସେତିକି ଯଥୋପଯୁକ୍ତ ହୋଇ ରହିଥିବେ। ଯାହା ପ୍ରକୃତରେ ଆବଶ୍ୟକ ତାହା ଅବଶ୍ୟ ମିଳିବ। ଯେତେବେଳେ କୌଣସି ପଦାର୍ଥର ପ୍ରକୃତ ଆବଶ୍ୟକତା ରହିଥିବ, କେବଳ ସେତିକି ବେଳେ ହିଁ ସେଇଟିକୁ ମାଗିବା ଉଚିତ। ଦାସତ୍ୱ ବଡ଼ ମନ୍ଦ ଜିନିଷ। ବିଷୟ ତ୍ୟାଗର ଦାସତ୍ୱ, ବିଷୟ ଭୋଗର ଦାସତ୍ୱ, ଆମକୁ ଯାହା କିଛି ପ୍ରାପ୍ତ ହେଉଥିବ ଆମେ ତାହାକୁ ଅବଶ୍ୟ ଗ୍ରହଣ କରିବା। ମାତ୍ର ଯଦି ସେଇଟି ଆମ ହାତରୁ ଖସି ଚାଲିଯିବ, ତେବେ ସେଇଟିକୁ ଚାଲିଯିବାକୁ ଦେବା ଲାଗି
ସର୍ବଦା ପ୍ରସ୍ତୁତ ହୋଇ ରହିଥିବା। ପ୍ରଥମେ ନିଜକୁ ପୂର୍ଣ୍ଣ ଭାବେ ଜାଣି ଶିଖିବାକୁ ହେବ। ତାପରେ ଆପଣା ଉପରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ଆଣିବାକୁ ପଡ଼ିବ। ପ୍ରତ୍ୟେକ ମୁହୂର୍ତ୍ତରେ ଆପଣାର ଅଭିପ୍ସାଟିକୁ ପ୍ରଜ୍ୱଳିତ ରଖି ଆମେ ଏ କଥା କରିପାରିବା ଓ ଅବିରତ ଅଭ୍ୟାସ କରିପାରିବା। ଖୁବ୍ ଡେରି ହେଇଗଲାଣି ବୋଲି ଏହି କ୍ଷେତ୍ରରେ ମୋଟେ କୁହାଯାଇ ପାରିବ ନାହିଁ। ଆମର ନିମ୍ନତର ଆବେଗ ଗୁଡ଼ିକ ଉପରେ ନିୟନ୍ତ୍ରଣ ଅର୍ଜନ କରିବା ଉପଲବ୍ଧି ଦିଗରେ ତାହା ହିଁ ସର୍ବପ୍ରଥମ ସୋପାନ। ନିମ୍ନ ପ୍ରକୃତି ମଧ୍ୟରେ ନାନା କୁଚ୍ଛିତତା ରହିଛି। ଏହିପରି ଏକ ବାହାନା ଦେଖାଇ ସେଗୁଡ଼ିକୁ ସ୍ୱୀକାର କରିନେବା, ଏହାକୁ ହିଁ ବାସ୍ତବବାଦୀ ଦୃଷ୍ଟିକୋଣ କୁହାଯାଏ। ଏଇଟା ଗୋଟିଏ ସାଧନାର ଏକ ଅଂଶ ରୂପେ ଗୃହୀତ ହୋଇପାରିବ ନାହିଁ। ସେଗୁଡ଼ିକୁ ସ୍ୱୀକାର ଉପଭୋଗ କରିବା କଦାପି ଆମର ଲକ୍ଷ୍ୟ ନୁହେଁ। ଆମର ଲକ୍ଷ୍ୟ ହେଉଛି ସେଗୁଡ଼ିକରୁ ଆପଣାକୁ ମୁକ୍ତ କରି ଆଣିବା ଏବଂ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ପରିପୂର୍ଣ୍ଣତାର ଏକ ଜୀବନକୁ ସୃଷ୍ଟି କରି ଆଣିବା ଏବଂ ଆମେ ଯାବତୀୟ କୁଚ୍ଛିତତା କରୁଥିବା ପର୍ଯ୍ୟନ୍ତ ତାହା କଦାପି ସମ୍ଭବ ନୁହେଁ। ଏହା ଉପରେ ଆମେ ଏହି କାମନା ଉପରେ କିପରି ବିଜୟ ହାସଲ କରିବା ବା ଅତିକ୍ରମ କରିବା, କିପରି ଏହି କାମନା ବାସନାରୁ ମୁକ୍ତ ହେବା। ବାସନା ଗୁଡ଼ିକ ପାଖରେ ବଶ୍ୟତା ସ୍ୱୀକାର କରୁଥିବା ପର୍ଯ୍ୟନ୍ତ ଆମେ କଦାପି ନିଜକୁ ସେଗୁଡ଼ିକ ହାତରୁ ମୁକ୍ତ କରି ଆଣିପାରିବା ନାହିଁ। ବାସନା ଗୁଡ଼ିକର ଆଦୌ କୌଣସି ଅନ୍ତ ନଥାଏ। ଗୋଟିଏ ବାସନା ତୃପ୍ତ ହୋଇଯିବା ମାତ୍ରକେ ତାହା ଆଉ ଗୋଟିଏ ବାସନାକୁ ଜନ୍ମ ଦିଏ। ସେଗୁଡ଼ିକ ଏହିପରି ଭାବରେ ଅଧିକରୁ ଅଧିକ କୋଳାହଳ କରିବାରେ ଲାଗିଥାନ୍ତି। ବାସନା ଗୁଡ଼ିକୁ ଜୟ କରିବା, ଆମେ ସେଗୁଡ଼ିକରୁ ଆପଣାକୁ ମୁକ୍ତ କରି ଆଣିପାରିବା। ନିମ୍ନତର ପ୍ରକୃତିର ଏହି ଚେତନାଟି ମଧ୍ୟରେ ବାହାରି ଆସି ଏକ ଉଚ୍ଚତର ଚେତନା ମଧ୍ୟକୁ ଉଠି ଯାଇପାରିଲେ ସେହି କଥାଟି ଆମ ପାଖରେ ସମ୍ଭବପର ହୋଇପାରିବ। ନୀରବ ରହିବା, ଆପଣାକୁ ନିରାସକ୍ତ କରି ରଖିବାକୁ ଚେଷ୍ଟା କରିବା, କେବଳ ଜଣେ ସାକ୍ଷୀ ହିସାବରେ ସବୁ କଥାକୁ ଦେଖିବା, କେବଳ ଆବେଗ ଦ୍ୱାରା ପରିଚାଳିତ ହୋଇ କାର୍ଯ୍ୟ କରିବାର সকଳ ସମ୍ଭାବନାରୁ ନିଜକୁ ନିବୃତ୍ତ କରି ରଖିବା। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ପରମ କରୁଣା ଏବଂ ବ୍ୟକ୍ତିଗତ ବାସନା ତର୍ପଣ ମଧ୍ୟରୁ ଗୋଟିଏ ବାଛି ନେବାକୁ ଲାଗି ଏକ ଆହ୍ୱାନ ସମ୍ମୁଖୀନ ହେବାକୁ ପଡ଼ିବ। ଏକଥା କେବେ ହେଲେ ଭୁଲିଯିବା ନାହିଁ ଯେ ବାହାରେ ହେଉ ଅଥବା ଆଶ୍ରମ ଭିତରେ ହେଉ, ଯଦି ଆମେ ଏକ ସୁଖମୟ ଜୀବନଯାପନ ଲାଗି ଇଚ୍ଛା କରୁଥିବା, ତେବେ ଆମକୁ ନିଜର ନିମ୍ନତର ପ୍ରକୃତି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଅର୍ଜନ କରିବାକୁ ହେବ ଏବଂ ଆପଣାର କାମନା ତଥା ପ୍ରାଣିକ ଆବେଗକୁ ଆପଣା ବଶରେ ରଖିବାକୁ ପଡ଼ିବ। ତା ନହେଲେ ଦୁଃଖ ଭୋଗ, ଅନର୍ଥ, କଷ୍ଟ ସହନ ଏହିପରି ଅନେକ ଜିନିଷ ଆମ ପାଖରେ ପହଞ୍ଚିବ, ଯାହାର କୌଣସି ଅନ୍ତ ରହିବ ନାହିଁ। ସାଧାରଣ ଜୀବନରେ ଜଣେ କାମନାର ପରିତୃପ୍ତି ପାଇଁ ପ୍ରବଳ ଉଦ୍ୟମ କରେ, କିନ୍ତୁ ଆଧ୍ୟାତ୍ମିକ ଜୀବନରେ ଜଣେ ଏଥିପାଇଁ ଉଦ୍ୟମ କରେ ନାହିଁ। ଜଣେ ଯେଉଁ ମାର୍ଗ ଗ୍ରହଣ କରୁ ସଫଳତା ବା କୃତକାର୍ଯ୍ୟ ସେଇମାନେ ହୁଅନ୍ତି ଯେଉଁମାନେ ବଳବାନ, ସଚେତନ ଏବଂ ସହନଶୀଳ। ତାହେଲେ କେବେ ହେଲେ ପରିତର୍ପଣ ଲାଭ କରିବା ପାଇଁ ନାହିଁ ବୋଲି ଉପଲବ୍ଧି କରିବା ମାତ୍ରକେ ଯେ କୌଣସି କାମନା ଅନ୍ତର୍ହିତ ହୋଇଯାଇଥାଏ। ଆପଣାର କାମନା ଉପରେ କର୍ତ୍ତୃତ୍ୱ ଆଣି ନ ପାରିଲେ ନିଜର ଭାବନା ଉପରେ କର୍ତ୍ତୃତ୍ୱ ଆଣି ହୁଏ ନାହିଁ। ଆପଣାକୁ ଦୁର୍ବଳ କରି ପକାଇବା ଦ୍ୱାରା ନୁହେଁ, ମାତ୍ର କେବଳ ଶକ୍ତି, ଭାରସାମ୍ୟ ଏବଂ ଶାନ୍ତି ଅର୍ଜନ କରିବା ଦ୍ୱାରା ହିଁ ଆମେ କାମନା ଗୁଡ଼ିକ ଉପରେ
ବିଜୟ ହାସଲ କରିପାରିବା। କାମନାର ନିୟମ ହେଲା କେବେ ବି ସନ୍ତୁଷ୍ଟ ନ ହେବା। କେତେକ ଲୋକ ଏହି ଧାରଣାକୁ ସାରା ଜୀବନ ପୋଷଣ କରିଛନ୍ତି। ଯେତେବେଳେ ସେମାନଙ୍କୁ କୁହାଯାଏ କାମନାକୁ ଅତିକ୍ରମ କରିବା ଉଚିତ, ସେତେବେଳେ ସେମାନେ କହନ୍ତି କାମନାକୁ ଅତିକ୍ରମ କରିବାର ସହଜାତ ଉପାୟ ହେଲା ସେ ସବୁକୁ ପୂରଣ କରିବା। ଏହି ପ୍ରକାର ଯୁକ୍ତି ଅଯୌକ୍ତିକ ଏବଂ ତ୍ରୁଟିପୂର୍ଣ୍ଣ। କିନ୍ତୁ କଥାଟି ହେଉଛି କାମନାର ବସ୍ତୁକୁ ବଦଳାଇ ଦେଲେ ହେବ ନାହିଁ, ବଦଳାଇବାକୁ ହେବ କାମନାର ପ୍ରବୃତ୍ତି ଓ କାମନାର ଗତିବୃତ୍ତି। ମା କହୁଛନ୍ତି କାମନାକୁ ତ୍ୟାଗ କର। ବୁଦ୍ଧଦେବ କହିଛନ୍ତି ଗୋଟିଏ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ତାକୁ ଜୟ କରିବାରେ ବୃହତ୍ତର ଆନନ୍ଦ ରହିଛି। ପ୍ରତ୍ୟେକ ବ୍ୟକ୍ତି ଏହି ଅଭିଜ୍ଞତା ଲାଭ କରିପାରନ୍ତି। ବାସ୍ତବରେ ଏହା ଏକ ବହୁତ ଆଗ୍ରହଦାୟକ ଓ ବହୁ ଚମତ୍କାର ଅନୁଭୂତି। ଆମେ ଯେତେବେଳେ ଇଚ୍ଛା କରି କାମନାକୁ ତ୍ୟାଗ କରୁ, ସେତେବେଳେ ଚୈତ୍ୟ ପୁରୁଷ ସହ ଆମର ଏକ ପ୍ରକାର ଆନ୍ତର ସଂଯୋଗ ସ୍ଥାପିତ ହୋଇଯାଏ। ସେଥିପାଇଁ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ବ୍ୟକ୍ତି ଏଥିରେ ବେଶୀ ଆନନ୍ଦ ଅନୁଭବ କରେ। ତା ଛଡ଼ା ସାଧାରଣତଃ ବିନା ଅତିକ୍ରମରେ ଆମେ ଯେତେବେଳେ ଗୋଟିଏ କାମନାକୁ ପୂରଣ କରୁ, ତାହା ସବୁବେଳେ କୌଣସି ନା କୌଣସି ଠାରେ ଏକ ତିକ୍ତ ଅନୁଭୂତି ଆଣିଦିଏ। ଏପରି କୌଣସି ଗୋଟିଏ ବି କାମନାର ତୃପ୍ତି ନାହିଁ ଯାହା ଏକ ପ୍ରକାର ତିକ୍ତ ଅନୁଭୂତି ଦେଇନଥାଏ। ଯେପରି ଅତିଶୟ ମିଠା ଖାଇଲେ ମୁହଁ ଆମର ତିକ୍ତ ହୋଇଯାଏ, ଏହା ଠିକ୍ ସେହିପରି ଆମକୁ ଆନ୍ତରିକତାର ସହିତ ଚେଷ୍ଟା କରିବାକୁ ପଡ଼ିବ। ଏକଥା ଠିକ୍ ଯେ ଆମେ କୌଣସି କାମନାକୁ ଗୋଟିଏ କୋଣରେ ରଖିଦେଇ ତାକୁ ତ୍ୟାଗ କରିଛି ବୋଲି ଛଳନା କରିବା ଉଚିତ ନୁହେଁ, କାରଣ ତା ଫଳରେ ଆମକୁ ବହୁତ ଦୁଃଖ ଭୋଗ କରିବାକୁ ପଡ଼ିଥାଏ। ଆମକୁ ଏହା ଆନ୍ତରିକତାର ସହିତ କରିବାକୁ। କାମନାର କେନ୍ଦ୍ରୀୟ ବା ମୁଖ୍ୟ ବନ୍ଧନ ବା ଗଣ୍ଠି ହେଉଛି ପୃଥକ୍ ବ୍ୟକ୍ତିତ୍ୱର ଧାରଣା। ଏହା ହେଉଛି ଅହଂ। ଅହଂର ବିଲୁପ୍ତିରେ କାମନା ଉଭେଇ ଯାଏ। କାମନା ବାସନା ଉପରେ ବିଜୟ ହିଁ ଶାନ୍ତି ଆନନ୍ଦ ପ୍ରାପ୍ତି ପାଇଁ ଏକମାତ୍ର ସର୍ତ୍ତ। ଭଗବାନ ଯାହା ଚାହାନ୍ତି ତାହା ହିଁ ଆନ୍ତରିକତାର ସହିତ ଚାହିଁବା। ଜୀବନରେ ଶାନ୍ତି ଓ ଆନନ୍ଦ ପାଇବା ପାଇଁ ଏହା ହିଁ ଅତ୍ୟାବଶ୍ୟକୀୟ ସର୍ତ୍ତ। ସାଧାରଣତଃ ମନୁଷ୍ୟମାନଙ୍କର ଏହି ଦୃଢ଼ ବିଶ୍ୱାସ ଓ ହୃଦବୋଧ ଥାଏ ଯେ ସେମାନେ ସେମାନଙ୍କର କ'ଣ ଦରକାର ବା ଆବଶ୍ୟକ ଏବଂ ଜୀବନଠାରୁ ଯାହା ପ୍ରତ୍ୟାଶା କରନ୍ତି ସେମାନେ ଭଗବାନଙ୍କ ଅପେକ୍ଷା ଭଲ ଭାବରେ ଜାଣନ୍ତି। ଏହା ହିଁ ସକଳ ମାନବୀୟ ଦୁଃଖ ଦୁର୍ଦ୍ଦଶାର କାରଣ। ପ୍ରାୟତଃ ଅଧିକାଂଶ ମନୁଷ୍ୟ ଅନ୍ୟ ମନୁଷ୍ୟମାନେ ସେମାନଙ୍କର ଆଶା ଓ ପ୍ରତ୍ୟାଶା ପୂରଣ କରିବାକୁ ଚାହାନ୍ତି ଏବଂ ପରିସ୍ଥିତି ଗୁଡ଼ିକ ସେମାନଙ୍କର କାମନା ବାସନା ଗୁଡ଼ିକୁ ପୂରଣ କରି ଚାହାନ୍ତି। ତେଣୁ ସେମାନେ ଯନ୍ତ୍ରଣା ଲାଭ କରି ଅସୁଖୀ ହୁଅନ୍ତି। କିନ୍ତୁ ଚୈତ୍ୟ ସତ୍ତା ଏକ ନିଶ୍ଚିତତାର ସହିତ ଜାଣିଥାଏ। ତେଣୁ ଚୈତ୍ୟ ସତ୍ତା ସହିତ ସମ୍ମିଳିତ ହେଲେ ଆମେ ଜାଣିପାରିବା। କିନ୍ତୁ ପ୍ରଥମ ସର୍ତ୍ତ ହେଲା କାମନାର ବଶବର୍ତ୍ତୀ ନ ହେବା ଏବଂ ଏହାକୁ ନିଜ ସତ୍ତାର ସତ୍ୟ ବୋଲି ଭୁଲ ନ କରିବା। ଆମେ ଆମ ଭିତରୁ ନିମ୍ନ ପ୍ରକୃତି ଉପରେ ପ୍ରଭୁତ୍ୱ ଆଣିବା ପାଇଁ ଆମର ଚେତନାକୁ ଏଭଳି ଏକ ରାଜ୍ୟରେ ଦୃଢ଼ ଭାବେ ପ୍ରତିଷ୍ଠିତ କରାଇବା ଯେଉଁ ରାଜ୍ୟ କାମନା ବାସନା ଆସକ୍ତିରୁ ମୁକ୍ତ ହୋଇଥିବ। କାରଣ ଏହି ରାଜ୍ୟଟି ଦିବ୍ୟ ଆଲୋକ ଓ ଶକ୍ତିର ଅଧୀନରେ ଥାଏ। ଏହା ଏକ ସୁଦୀର୍ଘ ପ୍ରଚେଷ୍ଟା ଯାହା ଆବଶ୍ୟକ କରେ ଅକ୍ଳାନ୍ତ ଅଧ୍ୟବସାୟ ଏବଂ ପ୍ରଗାଢ଼ ଆନ୍ତରିକତା। ଆମ ଭାବନା ଗୁଡ଼ିକୁ ବିକୃତ କାମନାରୁ ମୁକ୍ତ କରିବା, କାରଣ ଏହି କାମନା ଆମ ଇନ୍ଦ୍ରିୟ ଗୁଡ଼ିକୁ ବିରକ୍ତ କରାଏ
ଆମକୁ ଅସୁସ୍ଥ କରିଦିଏ ଓ ରୋଗଗ୍ରସ୍ତ କରେ। ଆମେ ନିର୍ଦ୍ଦୟ ନିଷ୍ଠୁର ଭାବରେ ଏଗୁଡ଼ିକୁ ନିଶ୍ଚିତ ଭାବରେ ପରିଷ୍କାର କରିବା ଏବଂ ଆମର ସଂକଳ୍ପ ଏଥିପାଇଁ ଯଥେଷ୍ଟ ପରିମାଣରେ ଶକ୍ତିଶାଳୀ ରୂପେ ଗଠିତ ହେବା ଦରକାର। ତେଣୁ ଏହି ସଂକଳ୍ପକୁ ଶକ୍ତିଶାଳୀ କରିବାକୁ ହେଲେ ଆମକୁ ପୂର୍ଣ୍ଣ ଆନ୍ତରିକତାର ସହିତ ଏହି କାର୍ଯ୍ୟଟିକୁ କରିବାକୁ ପଡ଼ିବ। ତେଣୁ ଆମକୁ ପୂର୍ଣ୍ଣ ଆନ୍ତରିକତାର ସହିତ ଏହି କାମଟି କରିବାକୁ ପଡ଼ିବ। ଚେତନା ହିଁ କାମନା ବିରୁଦ୍ଧରେ ଯଥାର୍ଥ ପ୍ରତିରକ୍ଷା। କାମନା ଏକ ଭୌତିକ ବସ୍ତୁ ନୁହେଁ, ଏହା ହେଉଛି ଏକ ପ୍ରାଣିକ। ଏହି ଆଚ୍ଛାଦନ ପ୍ରାଣିକ ଠାରୁ ଅଧିକ ଭୌତିକ। ଏହା ପ୍ରାଣକୁ ପ୍ରାଣିକ ଜଗତର ଭିତରେ ପ୍ରବେଶ କରି ତା ସଂସ୍ପର୍ଶରେ ଆସିବା ଏବଂ ସମସ୍ତ ପ୍ରାଣିକ ଭାବାବେଗକୁ ଗ୍ରହଣ ନ କରିବା ପାଇଁ ରକ୍ଷା କରିପାରିବ ନାହିଁ। ବାସ୍ତବରେ ଯେଉଁମାନେ ନିଜ ଉପରେ ପ୍ରଭୁତ୍ୱ ହାସଲ କରିଛନ୍ତି, ଯେଉଁମାନେ ସେମାନଙ୍କର ଚୈତ୍ୟ ସତ୍ତାକୁ ଆବିଷ୍କାର କରିଛନ୍ତି, ଯେଉଁମାନେ ଚୈତ୍ୟ ଚେତନାରେ ନିରନ୍ତର ବାସ କରନ୍ତି, ଯେଉଁମାନେ ଚୈତ୍ୟ ସତ୍ତା ସହିତ ଏକ ନିବିଡ଼ ସମ୍ପର୍କ ସ୍ଥାପନ କରିଛନ୍ତି ବା ଆନ୍ତର ଦିବ୍ୟ ଉପସ୍ଥିତି ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରିଛନ୍ତି, ସେମାନେ ଆନନ୍ଦ, ଆମୋଦ, ସୌନ୍ଦର୍ଯ୍ୟ ଏବଂ ଏକ ପବିତ୍ର ବାତାବରଣ ମଧ୍ୟରେ ନିଜକୁ ଆବୃତ କରି ରଖିଛନ୍ତି। ସେଇମାନେ ହିଁ କାମନା ବିରୁଦ୍ଧରେ ଯଥାର୍ଥ ପ୍ରତିରକ୍ଷାର ଦୁର୍ଗ ତିଆରି କରିଛନ୍ତି। ମା କହୁଛନ୍ତି, ମୋର ପ୍ରେମ, କୃପା, ଆଶୀର୍ବାଦ ତୁମ ଉପରେ ନିରନ୍ତର ବିଦ୍ୟମାନ ରହିଛି। ତୁମକୁ ଏହା ଅନୁଭବ କରିବାକୁ ହେଲେ ତୁମକୁ ଏକାଗ୍ର, ଶୃଙ୍ଖଳିତ, ମନୋଯୋଗୀ ହେବାକୁ ପଡ଼ିବ। ସର୍ବୋପରି ତୁମେ ନିଶ୍ଚିତ ଭାବରେ ତୁମର ଧାରଣା, ଚିନ୍ତା, ଝୁଙ୍କ ଓ କାମନାକୁ କର୍ଣ୍ଣପାତ କରିବ ନାହିଁ। ଜୀବନରେ ଏହି ଦୁଇଟି ମଧ୍ୟରୁ ଗୋଟିଏ ବାଛିବାକୁ ହେବ। କାମନାର ଏକ ନିରର୍ଥକ ଏବଂ ବିଶୃଙ୍ଖଳ ଜୀବନ ଅଥବା ଏକ ଜୀବନ ଯାହା ଆସ୍ପୃହାର ଆଲୋକରେ ଊର୍ଦ୍ଧ୍ୱକୁ ଊର୍ଦ୍ଧାୟିତ ହେଉଛି ଏବଂ ଯେଉଁ ଜୀବନ ନିମ୍ନ ପ୍ରବୃତ୍ତି ଉପରେ ପ୍ରଭୁତ୍ୱ ହାସଲ କରିଛି। ଜୀବନ କାମନାରେ ପରିପୂର୍ଣ୍ଣ। ଅଳ୍ପ କେତେକଙ୍କୁ ବାଦ ଦେଲେ ସେମାନେ କାମନା ବାସନା ଭିତରେ ଚିରସ୍ଥାୟୀ ଭାବରେ ବାସ କରନ୍ତି। କେବଳ ସେମାନେ ସେଗୁଡ଼ିକୁ ପ୍ରକାଶ କରନ୍ତି ନାହିଁ, ବେଳେ ବେଳେ ସେମାନେ ସ୍ୱୀକାର କରିବାକୁ ଲଜ୍ଜାବୋଧ କରନ୍ତି। କିନ୍ତୁ ଏହା ସେଠାରେ ଥାଏ କିଛି ଜିନିଷ ପାଇବା ପାଇଁ ଏହା ଏକ ଆବଶ୍ୟକତା ହେଇକି ଥାଏ। ଏହିପରି ଭାବରେ ଆମେ ଆମ କାମନା ଗୁଡ଼ିକୁ ଜୟ କରିପାରିବା, କିନ୍ତୁ ଏହା ଗୋଟିଏ ଦୁଃସାଧ୍ୟ କାମ। ଯଦି ପୂର୍ଣ୍ଣ ଆନ୍ତରିକତା ଥାଏ ତାହେଲେ ମାଙ୍କ ଆଶୀର୍ବାଦ ହିଁ ସେ କାମନା ବାସନା ଉପରେ ବିଜୟ ହାସଲ କରିବା ପାଇଁ ଆମକୁ ସହାୟକ ହୁଏ। ତେଣୁ ଆମ ତରଫରୁ କୌଣସି ପ୍ରକାର ଶୈଥିଲ୍ୟତା ନ ରଖି ଆମେ ପ୍ରତ୍ୟେକଟିକୁ ଅତି ଆନ୍ତରିକତା ସହିତ ଏବଂ ପ୍ରତି ପ୍ରଗାଢ଼ ସହିତ ଏବଂ ସ୍ୱତଃପୂର୍ତ୍ତତା ସହିତ ପୂର୍ଣ୍ଣ ବିଶ୍ୱାସର ସହିତ ଯଦି ଆମେ ପ୍ରୟାସ କରିବା, ତାହେଲେ ନିଶ୍ଚିତ ଭାବରେ ଏହି କାମନା ବାସନା ଗୁଡ଼ିକ ଉପରେ ଆମେ ଜୟ ଲାଭ କରିପାରିବା। ଆଜି ପାଇଁ ଏତିକି କହି ରହୁଛି, ସମୟ ବି ହେଇଗଲାଣି। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀହରିର ପାଠଚକ୍ରକୁ ସମାପ୍ତ କରିବା। ମା 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 ମା